ତୁରେକେଲାରେ ବିଶ୍ୱଶାନ୍ତି ବ୍ରହ୍ମଧୁରୀ ମହାଯଜ୍ଞ ଆରମ୍ଭ। ବଙ୍ଗମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତ ତୁରେକେଲା ଗ୍ରାମରେ ମହିମାମଣ୍ଡଳରେ ପୌଷ ପୂର୍ଣ୍ଣିମା ଉପଲକ୍ଷେ ଷଷ୍ଠତମ ବିଶ୍ୱଶାନ୍ତି ବ୍ରହ୍ମଧୁରୀ ମହାଯଜ୍ଞ ସୋମବାର ଆରମ୍ଭ ହୋଇଛି। ବାବା ମଦନ ଦାସ ବାବା ପରମାନନ୍ଦ ତତ୍ତ୍ୱାବଧାନରେ ବ୍ରହ୍ମଧୁରୀ ମହାଯଜ୍ଞ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବଙ୍ଗମୁଣ୍ଡା ବିଡିଓ ବିଜୟ ଭତାର, ସମ୍ମାନିତ ଅତିଥି ଜାମଖୁଣ୍ଟା ସରପଞ୍ଚ ଉତ୍ତମ ବେହେରା, ସମିତି ସଭ୍ୟ ଜନସନ ବେହେରା, ଏପିଓ ଲକ୍ଷ୍ମଣ ଗୁଡ଼ି, ଭିଡିଓ ହେମନ୍ତ ବେହେରା, ଚନ୍ଦତରା ସରପଞ୍ଚ ଜିତେନ୍ଦ୍ର ବଚ୍ଚା, ଭୂମିଦାତା ମନୁଷୟା ବେହେରା ଯୋଗ ଦେଇଥିଲେ। ବିଶ୍ୱର କଲ୍ୟାଣ ଅର୍ଥେ ପ୍ରତିଷ୍ଠିତ ବିଶ୍ୱଶାନ୍ତି ବ୍ରହ୍ମଧୁରୀ ମହାଯଜ୍ଞ 7 ଦିନ ଧରି ପାଳିତ ହେବ। ଆୟୋଜକ କମିଟି ସଭାପତି ଆଇନଜୀବୀ ହେମନ୍ତ ନାୟକ, ସମ୍ପାଦକ ମାର୍କଣ୍ଡ ବେହେରା, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ଉପଦେଷ୍ଟା ସତ୍ୟନାରାୟଣ ନାୟକ, ଖଗେଶ୍ୱର ସାହୁ, କୁସୁମନ ଜାଲ, କ୍ଷୀରଧର ଭୋଇ ପ୍ରମୁଖ ଗ୍ରାମବାସୀ ସହଯୋଗ କରିଛନ୍ତି। ବଙ୍ଗମୁଣ୍ଡାରୁ